ସହଯୋଗ ତୁ ଗୋଟେ ତୋର ମୁଣ୍ଡ କେତେ କି ତୋର ଯାରେ ଜଣେ ରାଜ୍ୟର ବୁଝୁଛି ଜିଲ୍ଲାର ବୁଝୁଛି ସେମାନେ ସେ ଅନୁସାରେ ଡିସାଇଡ କରିକି କରୁଛନ୍ତି ଆମେ ତୋ ଦ୍ୱାରା ହେଲେ କଣଟା ହବ ଆମେ କହିଦେଲେ ହେଇଯାଉଛି କି କଣ କଣ ଘାସ କାଟି ଯାଇଥିଲା ତମ ସିଆଡେ ତମକୁ ଆସ ବୋଲି କିଏ କହିଥିଲା? ଆମର ଇଚ୍ଛା ହେଲା ଆମେ ବୁଲି ଗଲୁ ଆମେ ଆମର ଇଚ୍ଛା ହେଲା ଆମେ ଗଲୁ ଆଉ ସେଇଟା ଆଉ ତୁ କହିବୁ ଘାସ କାଟିବା ଭୁବନେଶ୍ୱର ଯାଆନ୍ତି କି ଲୋକ ଆଉ ସେଇଟା ତୋର ଗୋଟେ କଥାବାର୍ତ୍ତା ଆମକୁ ପସନ୍ଦ ନୁହେଁ ବୁଝିଲୁ ଏଇଟା ଯାଇଥିଲ ସେଥିପାଇଁ ପଚାରୁଛି। ପଚାରିଲା ବେଳେ ପଚାରିବୁ ନା ଘାସ କାଟି ଯାଇଥିଲ ବୋଲେ ବାଣ୍ଡକୁ ଫୋନ କରୁଛୁ ବା ଆଜ୍ଞା। ନମସ୍କାର ନମସ୍କାର ଆଜ୍ଞା ନମସ୍କାର। ତୁ ଏମିତି କ୍ରିମିନାଲଟା ଏମିତିଟା ସେମିତିଟା ଏମିତି ତ ଲୁଚି କରୁଛୁ ଏମିତି ଅଛୁ ତୁ କଣ ଭଲଟା କି ଏମିତି ସେମିତି ସୁଝିଲା ଫେରାର ମାନେ ଦୋକାବାଜି ଚୋର ବୋଲି ଭାବିଲୁ କି ତୁ ଗୋଟେ ଫେରାର ଆଦମୀ ନା। ହଁ ହଁ ତୋର ଇଜ୍ଜତ ଅଛି ନା ମହତ୍ଵ ଅଛି ତୁ ଏମିତି ତୋର ଅଛି ଆମର କଣ ନାହିଁ ବୋଲି ଭାବୁଛୁ ତୁ ଜବର ଅଛି ଯାହା ବି କଥା କହିବାର ଯୋଉ ଇଏ ଅଛି ସେ ଅନୁସାରେ କଥା ହବୁ ବୁଝିଲୁ। ଜବର ଅଛି ମହାତ୍ମା କାମ ଛାଡିବ ନାହିଁ ଜାଣିଛୁ ତ। ହଁ 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 ଜାଣିଛି ଜାଣିଛୁ ତ ଗଲା କଣ ଏମିତି କଥାବାର୍ତ୍ତା କରୁଛୁ ଭାଇ। ମୁଁ ଶୁଣିଲି ତାପରେ ହଁ ହଁ ପରା ବୋଲି କହିଲି ପରେ କାଟିକି ଭାବିଲି ଶଳା ଏତେ ତାକତିଆର ତାପରେ ତ ମୋର ପରେ ଇଟ ଚଳା ତ ଆଉ ଥରେ ଫୋନ ଲଗେଇଲି ତାପରେ ଝାଡ଼ିଲି ଏକପଟିଆ ଭାକୁଡା ଶଳା ତୋର ଚୋରଚ କିବେ ବୋଲି କହିଲି ଯୋଉ ଚୋରଚରେ ପାଇଯାଉଛି ସେ ଚୋରଚ ମୁଁ ଶଳା BCM ର ମାନେ ଚୋରଚ BCM ର ଥ୍ରୋ ଆମେ କରୁଛୁ ସେଇଟା ଚୋରଚ ପାନୁଏଲ ନାୟକର ବାପା ଜନାର୍ଥନ ଆଉ ମୁଁ କାନାଡାର ଜୋନାଥନ ଆସିଥିଲା ତାକୁ ନେଇକି ଆମେ ସେଇଟା ପ୍ରଚାର କରିକି ଆସିଲା ବେଳକୁ ସାଦେଲରେ ଆମକୁ ଅଟକେଇଲେ ମାନେ ଇଏ ଲୋକମାନେ ଯୋଉ ଓଡିଆ ଲୋକମାନେ ସେତେବେଳକୁ ଆମେ ବିଲମାଳ ଧାଇଁ ଧାଇଁ ସେ ଫରେନର ଗଲା ତାକୁ ଏମିତି କରିକି ଆଣିକି ତାପରେ ପ୍ରଚାର କରି ସେ ଚର୍ଚ୍ଚ ଆମେ ଗଠନ କରୁଛୁ ସେ ଚର୍ଚ୍ଚରେ ଏବେ ଯାଇକି କରୁଛୁ। ଆରେ ତୁ ଏତେ ପ୍ରଭୁଙ୍କ କାମ କରିବା ଲୋକ ପିଲା ବେଳକୁ କୁଆଡେ ଯାଇଥିଲୁ ଯଦି ତୁ ପ୍ରଭୁଙ୍କ କାମ କରୁଛୁ ସବୁ କରୁଛୁ ଭାଷା ଯାକ କାହିଁକି କହୁଛୁ ସେଥିପାଇଁ ଏବେ ସବୁ କଥା ହେଇକି ଛାଡି ଦେଇଛି ଆମର ଇଏରେ କଣ ବିଜେଡି ଗ୍ରୁପରେ ଛାଡି ଦେଇଛି ଆମେ ଇଏ ML କିଏ ହେଲେ କିମ୍ବା MP କିଏ ହେଲେ ଆମର ସେଇଟା ଯାଏ ଆସେ ନାହିଁ କିନ୍ତୁ ଆମର ହଉଛି 6 ଯେମିତି ମୁଖ୍ୟମନ୍ତ୍ରୀ ହେବେ ଚିନ୍ତା ଅଛି ନହେଲେ ଆମେ କଣ୍ଟ୍ରାକ୍ଟ କାମ କରୁଛୁ କହିଲେ ଏଇଟା କହୁଥିଲି ପରା ଏବେ ସେ ମାନେ ସେ ନିଜର ଲୋକ ବୋଲିକି ଆମର ମାଣ୍ଡିଆ ପାଇଁ ଯୋଉ ପିପି ଆମେ ଏପଟ ଲୋକ ଆମେ ଲଙ୍କା ଗଲ ସେପଟେ ଅଛୁ ବୋଲି କହିକି ପ୍ରଚାର କଲା ଲୋକ ହେଲେ ଇଏ କରେନ୍ଦ୍ର ମାଝୀ ଆମକୁ ଆମର କିଏ ଆମେ ML ଫଣ୍ଡ କି MP ଫଣ୍ଡ କି କେବେ ଆମେ ଜୀବନରେ କିଏ ବି କରିନୁ ତୁ ବି ନାହିଁ କି ମୁଁ ବି ନାହିଁ କିଏ ବି ନାହିଁ ଆମେ ସେ ML ଫଣ୍ଡ MP ଫଣ୍ଡକୁ ଆମେ ଇଏ କରୁନୁ କିନ୍ତୁ ଆମର ହଁ ଭଲ କାମ କରୁଛନ୍ତି। ଏବେ କଣ ଆମର ଇଏ ଏବେ ଯେତିକି ଯୋଉ ଆମର ଯେ କରଲା ଘାଟି ଆମେ ଦେଖିନୁ କିନ୍ତୁ ତାର କାମ ଆମ ଲୋକଙ୍କ ପାଇଁ କାମ କରୁଛନ୍ତି ବୋଲିକି ଲୋକ ତାକୁ ପସନ୍ଦ କରୁଛନ୍ତି। ଆଉ ସେମିତି ତ ଆମର ନେତା କିଏ ନାହାନ୍ତି ML ଯାକ ହେବା ML ଯାକ ହେବା ଲୋକ ଲୋକଙ୍କ ପାଇଁ କାମ କରିବା ଲୋକ କୋଉଟେ ହଷ୍ଟେଲ କରୁଛନ୍ତି ନା କୋଉଟେ କଣ କରୁଛନ୍ତି କିଛି ନାହିଁ ଲୋକଙ୍କ ଉପକାର କିଛି ନାହିଁ ଖାଲି ଦିଆ ହେଇଛି ଚାଲିଛି। ହେଲେ ଫେରିଲେଣି ସମସ୍ତେ ଫେରିଲେ କି ଯାଇଥିଲା ଲୋକ ନାଇଁ ଫେରି ନାହାନ୍ତି ଭାଇ ଏ ଯାଇଥିଲା ଟାଉଟରଟା ଖାଲି ପାଦ ପକେଇ ଦେଇ ପଳେଇ ଯାଇଛି ଆଉ ଖାଲି ନାମକୁ ମନ୍ଦିରକୁ ଯେମିତି ନ ଗଲେ ନ ଚଳେ ବୋଇଲା ବେଳେ ମୋ ପୁଅ ତ ଏଇ ଜାଲାରି ତ ଆର କଣ ଅଛି କିଛି ନାହିଁ ସେ କହୁଛି କିଏ ମାନେ ଆମେ କାହାକୁ ଡରବା ଲୋକ କାହା ଦାନା ପାଣିରେ ଆମେ ଚଳୁନୁ ଆରେ ମଣିଷ ହଉଛି ମଣିଷ ଉପରେ ନିର୍ଭର କରିବା ମଣିଷ ହେଲା କୌଣସି ମଣିଷ ଏମିତି ନାହାନ୍ତି ଯେ କିଏ କୋଉ ମଣିଷ ଉପରେ ନିର୍ଭର କରିନା ଏମିତିକା ମଣିଷ କିଏ ନାହାନ୍ତି। ଆମ ଗାଁରେ ଜଣେ ଥିଲା ସେ ଏକ୍ସପାୟାର୍ଡ କଲା ତାର ଆମର ଯୋଉ ବିଶ୍ୱନାଥ ଭାଇନାର ସବୁଠୁ ବଡ ଭାଇ ଜଣେ ଥିଲେ ତାଙ୍କର ସ୍ତ୍ରୀ ଗୋଟେ ଦିନ କହିଲା ବାବୁ ଏମିତି କି ସବୁ ଥିବ କିନ୍ତୁ ଗୋଟେ ଛୁଞ୍ଚି ନଥିବ କାହା ଘରେ ଛୁଞ୍ଚି ପାଇଁ ବି କାହା ଘରକୁ ଯିବ ମତେ ଟିକେ ଛୁଞ୍ଚି ଦିଅ ସୁତା କଣ ସିଲାସିଲି କରିବାର ଅଛି ବୋଲି ମାଗିଯିବ ବୋଲି କହିଲେ ସେମିତି ଛୋଟ ଜିନିଷ ବି ଆମେ ଅନ୍ୟ ଲୋକଙ୍କ ଉପରେ ନିର୍ଭର କରିକି ଆମେ ବଞ୍ଚିଥାଉ ହଁ କି ନାଇଁ ଆଉ ଇଏ ଲୋକଙ୍କ ଇଏ କରୁଛି ମୁଁ ଶୁଧିଲି ଯେମିତି ଝାଡିଛି ତାକୁ ତାପରେ ଇଏ କରିଦେଇଛି ଛାଡି ଦେଇଛି ଯା ଏବେ ପ୍ରାୟ 16 ଜଣ ବୋଧେ ଦେଖିଲେ ସେତେବେଳେ ଦେଖୁଥିଲି ଗ୍ରୁପରେ ସେ ବିଜେଡି ଗ୍ରୁପରେ ଛାଡିଛି ଆଜ୍ଞା ଆପଣ ଆମ ଭିତରେ ଗଣ୍ଡଗୋଳ ହେଲେ ହେବ କି ଆରେ ଏମାନେ ଯିବେ ସେ କଥାର ଅଛି ଗୁରୁ ମର୍ଦି ଗାଉଡକୁ ନିନ୍ଦା ବୋଇଲା ଭଳିଆ
ଯୋଉମାନେ ଡିସାଇଡ୍ କରିବା ଲୋକ କରିବେ, ସବୁ ଦେବା ଲୋକ ଦେବେ। ଆମେ କଲୁ, ଆମେ ଏଇଟା କଲୁ, ଆମେ ଧରିଲୁ, ଆମେ ମାରିଲୁ ବୋଲବେ। ଆରେ ଏତେ କରିବା ଲୋକ ଆଗରୁ ସେମିତି ଏକ୍ଜାକ୍ଟ ଜିନିଷ ଏମାନେ କରବା ଲୋକ ଅଲଗା, ଏମାନେ ନାମ ନେବା ଲୋକ ଅଲଗା। ଆରେ ତମେ ଯଦି କରୁଥିଲେ ଏଇଟା ଡିସାଇଡ୍ କରୁନେ, ନାମିନେସନ କରିବା ପୂର୍ବରୁ ସବୁ ଲୋକ ଡାକି ଦେଇଥାନ୍ତ କ୍ୟାଣ୍ଡିଡେଟ୍ ମାନଙ୍କୁ, ତାପରେ ମିଟିଂ କରିଥାନ୍ତ। ତୁ ପକେଇବି କହୁଛୁ, ତୁ ପକେଇବି କହୁଛୁ, ତୁ ପକେଇବି କହୁଛୁ, ତମର ଟ୍ୟାଲେଣ୍ଟ ଆମେ ଦେଖୁଛୁ, ସେଥିପାଇଁ ଆମେ ଏଠି ଭିତରେ ଆମେ ଭାବୁଛୁ ଇଏ ପକାଉ ଏଥର ବୋଲି ଭାବୁଛୁ ବୋଲି କହିଥାନ୍ତେ, ପୁଣି ଫାଇନାଲ କରିଥାନ୍ତେ। ସେତେବେଳେ ଯଦି ସେମାନେ ନାଇଁ ଆମେ ପକେଇବା କଥା ପକେଇବୁ ବୋଲି କହିଥାନ୍ତେ, ବୋଲେ ଆମେ ଏରିଆ ଲୋକ ଯାକ ସବୁ ଆକୁ ଭଲ ପସନ୍ଦ କରିଛୁ, କିନ୍ତୁ ଏମାନେ ସମସ୍ତେ ପକାଉଛନ୍ତି। ସେଥିପାଇଁ ଏଇ ଆକୁ ଛଡା ଯଦି ଅନ୍ୟକୁ କାହାକୁ ଦେବ, ତାହେଲେ ଆମେ କୌଣସି ପ୍ରକାର ସମର୍ଥନ କରିବୁ ନାହିଁ, ବରଂ ସ୍ୱାଧୀନ ଠିଆ କରାଇବୁ ବୋଲିକି। ଏଇଟା ନିର୍ବାଚନ ହେବା 5 ବର୍ଷ ଭିତରେ କି ବର୍ଷଟେ ପୂର୍ବରୁ ତମେ ଏ କ୍ୟାଣ୍ଡିଡେଟ୍ ଯେତେ ଲୋକ ପକେଇବେ ସେମାନଙ୍କୁ ଗୋଟେ ଠାରୁ ଡାକିକି ସଭା କରିକି ତାଙ୍କର ମାନେ ଇଏଟା ମନର କଥା ଶୁଣିନଥାନ୍ତ। ଏବେ ତାକୁ କହିଲେ ନାଇଁ ଭାଇନା ତମେ ଆସିବା ପାଇଁ ଲେଟ୍ ହେଇଗଲା, ନହେଲେ ତ ଏଥର ତମେ ଟିକେଟ ପାଇଥାନ୍ତ ବୋଲିକି ତାକୁ ଆଣିଲ। କଂଗ୍ରେସ ଥିଲା ଲୋକ, ଏଥର କଂଗ୍ରେସ ଟିକେଟ ପାଇଥାନ୍ତା, ପୁଣି କିନ୍ତୁ ତାକୁ ଆଣିକି ପଦାରେ ପକେଇବ ଏବେ। ଆରେ ତମେ ଭାତ ଖାଉଛ ନା ଇଏ ଯଦି ସେମିତି କରୁଛ, ନହେଲେ ଯିବ ନାହିଁ, ତମେ ବାହାରିବ ନା ଆକୁ ଦିଅ ବୋଲି କହିଯିବ ନାହିଁ। ତମେ ପକେଇଛ, ଯିଏ ଯୋଉଟା ଜିକା ଉଠା କରିକି ଯିଏ ଆଣିପାରିଲ ଆଣିପାରିଲ, ଆମେ ଏଠି ଯିଏ ଆଣିଲେ ବି ଆମେ ଟିକେଟ ପାଇଁ ପ୍ରଚାର କରୁ ବୋଲି କହିବା କଥା। ହେଲେ ଆଉ ଥରେ ଯାଇକି ଭିତରେ ଯାଇକି କାହିଁକି ନାଇଁ ଆକୁ ଦିଅ ବୋଲି କହିଯାଉଛ? ହେଲେ ତାକୁ କାହିଁ କହୁଥିଲୁ ଯେ ସେ ମଣିଷକୁ ନାଇଁ ତୁ ଆସିବା ଟିକେ ଲେଟ୍ ହେଲା ଭାଇ, ନହେଲେ ଆଗରୁ ଟିକେ ଆଗରୁ ଆସିଥିଲେ ଆଉ ଆମେ ତମକୁ କରିଥାନ୍ତୁ ବୋଲି। କେମିତି କଣ ମିଛ କଥା କହୁଛ? କହିବ ବୋଲି ସତ ସୁଶାନ୍ତ ବେଳେ ସତ ସିଧା ସିଧା କହିବ, ହଁ ହେଲେ ହଁ, ନାଇଁ ହେଲେ ନାଇଁ। ଆମକୁ ଇ କଥାର ଅଛି ବେଟା ଇସେ କାଜି ମାନେ ସିଆ ଇସେ କି ଆଶା। 5 ବର୍ଷ ପୂର୍ବରୁ ତାକୁ ଜଣକୁ ଆଶା କରେଇଲ, ତାପରେ ଏବେ ଯାଇକି ନାଇଁ ଇଏ ନାଇଁ ଆକୁ ଦିଆଯାଉ ବୋଲି କି ଅନ୍ୟ ଜଣ ପାଇଁ ସ୍ୱର ଉତ୍ତୋଳନ କରିବାକୁ ଯାଉଛ। ଦଳର କନ୍ଦଳ ସରୁନି କଣ ସେଥିପାଇଁ ଭାଇନା ଦଳର କନ୍ଦଳ ସରୁନାହିଁ ବୋଲି। ହେଲେ ତମେ ଯଦି ସେଇଟା ଆଗରୁ ଡିସାଇଡ୍ କରିବା କଥା। ଆମେ ତ ଯୋଉମାନେ ଭୋଟ ଦେବା ଲୋକ ଆମେ ଭାବୁଛୁ ଯିଏ ବି ହଉ, କିନ୍ତୁ ଆମେ ତାଙ୍କରକୁ ଆମେ ଦେଉନା, ଆମେ ଦେଉଛୁ ନବୀନ ପଟ୍ଟନାୟକ ଦେଉଛୁ। ସେ ଆମ ପାଇଁ କାମ କରୁଛି, ସେ ଆମର ମାନେ ଆଦିବାସୀ ମାନଙ୍କ ପାଇଁ ଚିନ୍ତା କରୁଛି। ଆମେ ତା ପାଇଁ କିଛି ନହେଲେ ବି ଭୋଟ ମାଧ୍ୟମରେ ଗୋଟେ ଆମେ ତାକୁ ଦେବୁ ଦିଆ ହଉଛି। ଆଉ ଏଇ ମାନେ ସତ୍ୟ କାମ ହାତରେ ହେଲା ଭଳିଆ କହୁଛନ୍ତି, ନାଇଁ ଭାଇ ତମେ ଆସିବା ଲେଟ୍ ହେଲା, ନହେଲେ ଆଗରୁ ଟିକେ ଆସିଥିଲେ ତମେ ପାଇଥାନ୍ତ। ଯଦି ତମେ 5 ବର୍ଷ ପୂର୍ବରୁ ଜଣକୁ ଜବାବ ଦେଇଥିଲ, ତମେ ଏଥର ତା ପାଇଁ ଲାଗିବ। ସେ ପାଉ କିମ୍ବା ନ ପାଉ ବୋଲି କହିଲେ, ହଁ ଗତ ଥର କହିଥିଲେ ତ ସେଥିପାଇଁ ତାଙ୍କର ଇଜ୍ଜତ ରଖିବା ପାଇଁ ଲାଗିଛନ୍ତି ତା ପାଇଁ ବୋଲି ଆମେ ଲୋକ ଭାବିବେ। ଆଉ ତମେ କହିବ ଗୋଟେ କରିବ ଗୋଟେ, ଏଟା କି ଧନ୍ଦା ଏଇଟା? ଏବେ ସେ ଏକ୍ସପାୟାର୍ଡ କଲେ, ସେ ବଡ ଭାଇନା କେମିତି କଲେ ନା, ସମାନ କରିବେ। ଟାଇମ ହେଲା ବେଳକୁ ସେ ନାମିନେସନ ପକେଇବ ବୋଲି କହିଲେ ନାଇଁ ବୋଲି କହିବେ, ଆଉ ଅନ୍ୟମାନଙ୍କୁ ରିକମେଣ୍ଡେସନ କରିବେ। ତାକୁ ସେମିତି ବିରକ୍ତ କଲେ। ତାପରେ ଇଏ ଆମର କାମ ହେଲା ବେଳକୁ ଲମ୍ବୁଦର କହିବି, କନ୍ଧମାନ ଯେତିକି ଅଛନ୍ତି ସବୁ, କିନ୍ତୁ ସେ ଯଦି କଣ ପକେଇବ ରାଜନୀତିରେ ପକେଇବ କି କଣ କରିବି କହିଲେ ନାଇଁ ନା ସେଟା ତାକୁ ଦିଅ ନା, ବିଜେପି ଟିକେଟ ଦିଅ ନା, କେଟା ଦିଅ ନା, ସେଟା ଦିଅ ନା ବୋଲି ତାକୁ ମନା କରିବି। ଏଇ ମାନେ ପ୍ରକୃତି ନା ଏଇଟା, ବୁଝିଲୁ କି? ଏମାନେ ପାଳ ଉପରେ ଶୋଇଥିବା କୁକୁର ପ୍ରକୃତି ଛାଡ଼ିଲା ନାହିଁ ଏମାନଙ୍କୁ ହେଲା। କେବେ ତ ଇଏ ହରିଜନ କି ପାଇକ କି ବ୍ରାହ୍ମଣ କି ଓଡିଆ ତ କେବେ ଏମଏଲ ହେବେ ନା ଏବେ, ମାନେ ଇଏ ପାଇଁ ଯେହେତୁ କୋଟା ଥିବା ପର୍ଯ୍ୟନ୍ତ। କିନ୍ତୁ ସେମାନେ ଆଉ ନିଜେ ତ ହେବେ ନା, ଅନ୍ୟ ଜଣ ହେବା ଲୋକ ନା, ୟାକୁ ନ ହଉ ତାକୁ ନ ହଉ। ଆରେ ସେ କଣ ମଣିଷ ନୁହେଁ କି? ଯଦି ସେ ବୁଦ୍ଧି ଜାଣୁନି ତାକୁ ଶିଖେଇବ ବୁଦ୍ଧି। କିନ୍ତୁ ସେ ତ ଅଲରେଡି ପକେଇଲା ନା, ସେଥିପାଇଁ ଭାଇ ତମେ ପକଉଛ ପକ, ଆମେ ଭୋଟ ଦେବା ଲୋକ। କନ୍ଧ ଭିତରେ କିଏ ଲାଗିକି ଆଣିପାରୁଛ ଆଣ କି କଣ କର, ଆମେ ଦେବା ଲୋକ ଦେବୁ କି ନହେଲେ କଣ ହେଲେ କରୁ। ବାକି ଆମର କାମ ନ କଲେ ନିଜ ଉପରେ ଆସିଲେ ବିପଦ, ଗୁରୁ ବ୍ରାହ୍ମଣ ଛେଦ। ଆମର ଯଦି କାମ ଯେତେବେଳେ ଆବଶ୍ୟକ ହେବ, ସେ କାମ ଯଦି କରିବ ନାହିଁ ବୋଲି କହିଲେ ଆମେ ସେତେବେଳେ ତମକୁ ଦେଖିବୁ। ସେଥିପାଇଁ ତମେ ଯିଏ ବି ଆଣିପାରୁଛ ଆଣ, ଆମେ ଅଛୁ ଏତିକି କହିକି ରହୁନ ତମେ। ଧାଇଁ ବୁଲୁଛ କାହିଁକି କୁକୁର ଭଳିଆ? ନା କଣ କହୁଛି, ନା ଭୁଲ କହୁଛି ମୁଁ? ମାନେ ସେ ପରିସ୍ଥିତି ପାଇଁ ପୁରା ହଇରାଣ ସମସ୍ତେ। ଏକ୍ଜାକ୍ଟ ଆଜି ଯାଏ ଅରିଜିନାଲ ଲୋକ କିଏ ଚିହ୍ନି ପାରୁନାହାନ୍ତି। ସେଇଟା ତ ତାପରେ ତ ଏବେ ଆଜି ପର୍ଯ୍ୟନ୍ତ ମୁଁ ଜଣକୁ ଦେଖି ନାହିଁ ଯେ ରାଜନୀତି ପାଇଁ ଅନ୍ୟ ଜଣକୁ ଲାଗିବା ପାଇଁ ହେଲେ ନିଜର ପଇସା ଖର୍ଚ୍ଚ କରିବାକୁ। କେବଳ
ଜଣେ କେବଳ ସୁଶାନ୍ତ ପାଟମାଝୀ ଯେତେବେଳେ ସୁବର୍ଣ୍ଣ ଠିଆ ହେଇଥିଲା ଯୋଉ ମାନେ ସ୍ୱାଧୀନ କ୍ୟାଣ୍ଡିଡେଟ ରେ ସେଇ ଆମର ନକୁଳ ଭାଇନାର ଭାଇ ଯୋଉ ସୁବର୍ଣ୍ଣ ଠିଆ ହେଇଥିଲା ସେତେବେଳେ 7,000 ଟଙ୍କା ଖର୍ଚ୍ଚ କରିଛି ସୁଶାନ୍ତ ନିଜ ପଇସା। ଏଇଟା ଯିଏକି ଆମର ନକୁଳ ଭାଇନା କହିବ ଯେ ସୁଶାନ୍ତ ଖର୍ଚ୍ଚ କରିଛି କି ନାଇଁ ଖର୍ଚ୍ଚ କରିଛି ତା ତୁଳନାରେ କିଏ ନାଇଁ ଆଜି ପର୍ଯ୍ୟନ୍ତ ଯେ ନିଜର ପଇସା ଖର୍ଚ୍ଚ କରିବା ରାଜନୀତି ପାଇଁ। ଏମାନେ ମତେ ପାଠ ପଢେଇଲେ ହେବ ଅନ୍ୟ ଜଣ ଠିଆ ନା ଆଜି ସାଲୁଟ ମାରୁଛି ନକୁଳ ଭାଇନା ବୋଲି କହିଲେ ସୁଶାନ୍ତକୁ କହିବ ଯେ ନାଇଁ ଏତେ ବର୍ଷ ମୁଁ ରାଜନୀତି କଲି ସୁଶାନ୍ତ ଭଳିଆ ଲୋକକୁ ମୁଁ ପାଇନାହିଁ ବୋଲି ତାଙ୍କର ପୁତ୍ରା ମାନଙ୍କୁ ରାମକୁ ସେମାନଙ୍କୁ କହିଲା ସେମାନେ ମକଡେଲା ବୁଥ ରେ ସେମାନେ ଯାଇଥିଲେ ମାନେ ଇଏ କରିବା ପାଇଁ ସେତେବେଳକୁ କହିଲା ଯେ ନାଇଁ ମୁଁ ଏତେ ବର୍ଷ ରାଜନୀତି କଲି କିନ୍ତୁ ସୁଶାନ୍ତ ଭଳିଆ ଲୋକ ମୁଁ ପାଇନଥିଲି ବୋଲି କହିଲା ମାନେ ଯିଏକି ଏମପି ଥାଇକି ପ୍ରଧାନମନ୍ତ୍ରୀର ସେକ୍ରେଟାରୀ ଥିଲା ସେ କେବଳ ସୁଶାନ୍ତ ମୁଁ ସବୁ ତୋର ଠିକ ରେ କିନ୍ତୁ ତୁ ସ୍ପିଡ କହୁଛୁ ପ୍ରଚାର ସେଥିପାଇଁ ଟିକେ ଇଏଟା ହଉଛି ନହେଲେ ଆଉ ତୋ ପରି ଇଏ କରିବା ଲୋକ କିଏ ନାହିଁ ବୋଲି କହ ସବୁ ପୁରା ତା ସହିତ ମୁଁ ସେ ଏରିଆ ସାରା ସବୁ ବୁଲିଛୁ ସେତେବେଳେ ଖାଲି ମତେ ପ୍ରଚାର କରିବାକୁ କହିବୁ ମୁଁ ପ୍ରଚାର କରି ସୁବର୍ଣ୍ଣ ପାଇବି ବୋଲିକି ସେଥିପାଇଁ ବୋଲି ଆମେ ସେକେଣ୍ଡ ପୋଜିସନ ଆସିଥିଲୁ ସୁବର୍ଣ୍ଣ ପାଇଁ ଆଉ ଇଏ ମାନେ ପୁଣି ଆମକୁ ରାଜନୀତି ଶିଖେଇବେ ପୁଣି ରାଜନୀତି ଆମେ ଜାଣିନୁ ଆମ ବାପା ମାନେ ପୁରା ହାତ ଟେକା ଟାଇମ ର ପଞ୍ଚାୟତ ଯାକ ଚଲେଇକି ଆସିବା ଲୋକରେ ନାଇଁ କି ସତ କଥା ନା ଏ ମାନେ କିଛି ନଥିବ ଏ ସାପ ଭିତ ଝାଡିକି ଇଏ ଝାଡିକି କଲା ଲୋକ ଫୁଟାଣି ମାରି ତାଙ୍କୁ କହିବେ ବୁଝିଲ ଭାଇନା ହଁ ଏ ମାନେ ଯୁଆଡେ ପଇସା କାଲି ସକାଳେ ସିଆଡେ ଯିବା ଲୋକ ହଁ ଏ ଛୋଟକାଟିଆ ଲୋକ ସିନା ହୃଦୟ ଦଳରେ ଅଛନ୍ତି କଂଗ୍ରେସ ହଉ ବିଜେପି ହଉ କି ବିଜେଡି ହଉ ବୁଝିଲ ଆଉ ହଁ ବୋଇଲେ ବଡ ହଁ ବଡ ଲୋକମାନେ ହଁ ବୋଇଲେ ହଁ ନାଇଁ ବୋଇଲେ ନାଇଁ ଏବେ ଦେଖୁଛି ଏମାନେ କିଛି ନାହିଁ ଆଙ୍କ କିଛି ନାହିଁ କିନ୍ତୁ ଲୋକ କଣ କହୁଛନ୍ତି ଏମାନଙ୍କ ପାଖରେ ଅଛି ବୋଲି କହୁଛନ୍ତି ଯେହେତୁ ମାଛ ଯୋଉଟା ଫଡ ଫଡ ହେବ ଉପରେ ସେଇ ମାଛକୁ ଉପରେ ବିଶ୍ୱାସ ସମସ୍ତେ କିନ୍ତୁ ଭିତରେ ଯୋଉ ବଡ ମାଛ ଅଛି ସେଇଟା ଦେଖୁନାହାନ୍ତି ହେଲା ସେମିତି ଏମାନେ ବାହାରି ପଡୁଛନ୍ତି ନା ଯାଇକି ଦେଖା କରିକି ଥରେ ଅଧେ ବୁଲି ଦେଇକି ଆସିଲେ ଆମେ କରିଛୁ ଯଦି ତମେ ସେତିକି କରିପାରୁଛ ହେଲେ କାହିଁକି ସେଟା ଭୁବନେଶ୍ୱର ଅଫିସ ରହିବ ନହେଲେ ବାଲିଗୁଡା ନିର୍ବାଚନ ବାଲିଗୁଡା ଅଫିସ କରୁନ ଏତେ କାହିଁ ଯିବା ଆସିବା କରିବ ନାଇଁ କି ଯୋଉ ନିର୍ବାଚନ ସେଠି ନିର୍ବାଚନ ଅଫିସ ଗୋଟେ କରିବ ତାପରେ ଚାଲିବ କୋଉଠି ଅଛ ଏ ଜଙ୍ଗଲ ର ଥିବା ନା ପାହାଡରେ କଣ ଖବର ପାଇଁ କାହିଁକି